ଓ କର୍ମୀ ମାନେ ଓ ମା ମାନେ ଓ ଛୋଟ ଛୋଟ ପିଲାମାନେ ପ୍ରତ୍ୟେକଙ୍କୁ ମୋର ଆନ୍ତରିକ ରାୟ ଓ ଜୟ ଗୁରୁ। ଆଜି ଏ ଶୁଭ ଦିନରେ ଆଜି ଶ୍ରୀ ଶ୍ରୀ ଠାକୁରଙ୍କର 137ତମ ଜନ୍ମ ମହୋତ୍ସବ ଏବଂ ଖର୍ଷଣ ଗ୍ରାମର ବାର୍ଷିକ ମହୋତ୍ସବ ପାଳିତ ହେଉଅଛି। ଏହି ଶୁଭ ଦିନରେ ମୋତେ ଆଜି କିଛି କହିବାକୁ ଦେବାରୁ ମୁଁ ଆଜି ଠାକୁରଙ୍କ ପାଖରେ ଚିର କୃତଜ୍ଞ। ଆମେମାନେ ଭାବୁଛେ ଦୀକ୍ଷା ନେଲେ ସଂସାର କାମ ତୁଲେଇକିରି ଆମେ କ'ଣ ଠାକୁରଙ୍କୁ ଡାକିପାରିବା? ଆମେ ନିଶ୍ଚିତ ଡାକିପାରିବା। କାରଣ ମୁଁ ଗୋଟିଏ ଛୋଟ ଗପ କହୁଛି। ସଂସାରରେ ରହି ଆମେ ଠାକୁରଙ୍କୁ ଡାକିଲେ ଠାକୁର ଶୁଣନ୍ତି। ସେ ଚାହିଁଛନ୍ତି ସଂସାର ଜୀବନ ଭିତରେ ମୋତେ ଧରି ରଖ। ଗୋଟିଏ ଛୋଟ ଗପ କହୁଛି। କାରଣ ନାରାୟଣଙ୍କୁ ନାରଦ ପଚାରିଲେ, ଠାକୁରେ ଆପଣଙ୍କର ଭକ୍ତ ଶ୍ରେଷ୍ଠ ଭକ୍ତ କିଏ? ନାରାୟଣ ସେତେବେଳେ କିଛି ନ କହି ନୀରବ ରହି କହିଲେ, ଅମୁକ ଗ୍ରାମକୁ ଯା, ଜଣେ କୃଷକ ସେଠି ଅଛି, ତାଙ୍କୁ ତୁମେ ଦେଖି ଆସ। ସେ ସବୁ ଗଲା, ସେଠି ଯାଇ ଦେଖିଲେ କୃଷକ ଜଣକ ସକାଳୁ ଉଠି କାମକୁ ବାହାରିଲା ବେଳେ ହରି ହରି କହୁଛି। ସେଠୁ ସନ୍ଧ୍ୟାବେଳେ ଆସି ହରି ହରି କହିକିରି ଶୋଉଛି। ନାରଦ ମନରେ ହେଲା, ମୁଁ ସବୁବେଳେ ତ ଠାକୁରଙ୍କୁ ଡାକୁଛି, ଠାକୁରଙ୍କର ଏ ଶ୍ରେଷ୍ଠ ଭକ୍ତ କେମିତି ହେଲା? ସେ ଆସୁ ଆସୁ ନାରାୟଣ ତାଙ୍କୁ କହିଲେ, ତୁମେ କାଚ ଗିନାଟି ନିଅ, ଏଥିରେ ତେଲ ଅଛି, ଆଉ ଆକୁ ଧରି ଚାରିପଟ ବୁଲି ଆସିବ, ଯେମିତି ବିନ୍ଦୁଏ ମାତ୍ର ତେଲ ତଳେ ନ ପଡ଼େ। ନାରଦ କଥା ମାନି ଚାଲିଗଲେ। ସେଇ କାଚ ଗିନାଟି ଧରି ଚାରିପଟ ବୁଲି ଆସିଲେ। ନାରାୟଣ ତାଙ୍କୁ ପଚାରିଲେ, ରହିଥା, ତୁମେ ଏ ତେଲ ପଡ଼ିନି ତଳେ ତ? ନା ଠାକୁର, ଆପଣ କହିଛନ୍ତି, ମୁଁ ତୀକ୍ଷ୍ଣ ନଜରରେ ସେ ତେଲ ଗିନାକୁ ଚାହୁଁଛି। ନା ତାହେଲେ ତୁମେ ମୋତେ କେତେ ଥର ସେଠି ମନେ ପକେଇଛ? ନା ଠାକୁର, ମୁଁ ଜମା ମନେ ପକେଇନି। କେମିତି ମନେ ପକେଇ? ମୁଁ ତ ତେଲ ଗିନାରେ ନଜର ରହିଲା। ନା ତାହେଲେ ତୁମେ ଯେଉଁ କହୁଛ ସେ ବଡ଼ ଭକ୍ତ କେମିତି ହେଲା? ଏଡ଼େ ବଡ଼ ସଂସାରକୁ ତୁଲେଇକିରି ସେ ମୋତେ ଦିନରେ 2 ଥର ଡାକି ପଡ଼ିଛି। ତୁମେ ମୋତେ ଜମା ତ ଏ ଛୋଟ କାମ ଦେଲି କରିପାରିଲନି, ଥରେ ମାତ୍ର ମୋତେ ମନେ ପକେଇଲା, ତୁମେ କେମିତି ବଡ଼ ଭକ୍ତ ହେଲ? ନାରଦଙ୍କର ସେଉଠୁ ଅହଂଭାବ ଦୂର ହେଲା। ତେଣୁ ଆମେ ସଂସାର ଭିତରେ ମା' ମାନଙ୍କୁ ମୋର ତ ପିଲା ଛୁଆ ଜଞ୍ଜାଳ, ମୁଁ କ'ଣ କରିବି, କେତେବେଳେ ଠାକୁରଙ୍କୁ ଡାକି ଆମେ ଡାକିପାରିବା। ମନ ଥିଲେ ସବୁ ଆପେ ଆପେ ସୁଯୋଗ ଆସେ। ଆଉ ଗୋଟେ ଗପ କହୁଛି। ଆମେ ଠାକୁରଙ୍କୁ ଧରି ଆମେ ଠାକୁରଙ୍କ ନିର୍ଦ୍ଦେଶ ମାନିଲେ, ଆଦେଶ ମାନିଲେ ସେ ଆମକୁ ରକ୍ଷା କରିବେ, ବହୁ ବିପଦରୁ ମୁକ୍ତ କରିବେ। ମୁଁ ଗୋଟିଏ ଛୋଟ ଗପ କହୁଛି। ଦେଓଘରରେ ସନ୍ତୋଷ ଭାଇ ଜଣେ କର୍ମୀ ଯୁବକ ଥାନ୍ତି। ଠାକୁର ତାଙ୍କୁ ଦିନେ କହିଲେ, ତୁମେ ସନ୍ତୋଷ ଭାଇ, ତୁମେ ଯାଇକିରି କିଛି ବାଉଁଶ ସଂଗ୍ରହ କରିବ। କ'ଣ ପାଇଁ? ଆମର ଋତିକ ମାନେ ଯେଉଁ ପବିତ୍ର ଦଣ୍ଡ ପାଆନ୍ତି ସେ ସାଧାରଣ ବାଉଁଶରେ ତିଆରି ହୁଏନି, ସେ ସ୍ୱତନ୍ତ୍ର ବାଉଁଶ, ସେ ବିଶେଷ ଭାବେ ସବୁ ଜାଗାରେ ମିଳେନି। ତାଙ୍କୁ ବହୁତ କଷ୍ଟ କରି ସେ ବାଉଁଶକୁ ଅଣାଯାଏ, ତାକୁ ପାଲିସ କରି ରଙ୍ଗ ଦେଇ ତାକୁ ପରିଷ୍କାର କରି ତିଆରି କରାହୁଏ। ସେ ତିଆରି କରାହୁଏ, ସେ କେଉଁ ମିସ୍ତ୍ରୀ କରନ୍ତି? ସବୁ ମିସ୍ତ୍ରୀ ବି କରିପାରନ୍ତିନି। କାଲକାଟାର କିଛି ମିସ୍ତ୍ରୀ ତାକୁ କରନ୍ତି, ତା ପାଲିସ କରନ୍ତି, ରଙ୍ଗ ଦିଅନ୍ତି, ତାର ଷ୍ଟିଲ୍ ରିଙ୍ଗ ସବୁ ଲଗାନ୍ତି। ତାପରେ ସନ୍ତୋଷ ଭାଇକି କହିଲେ, ତୁମେ ଯା ଆଣିବ ବାଉଁଶ କିଛି ସଂଗ୍ରହ କରି। ସିଏ କେଉଁଠୁ ଆଣିବ? ସେ ଗଲେ ଉତ୍ତର ପ୍ରଦେଶର ବିନ୍ଧ୍ୟାଚଳ ଷ୍ଟେସନ ରସିଠୁ। ସେ ବିନ୍ଧ୍ୟାଚଳ ଷ୍ଟେସନରେ ପହଞ୍ଚି ସେଠୁ 10-12 ମାଇଲ ବାଟ ଚାଲି ଚାଲି ଗଲେ ବିନ୍ଧେଶ୍ୱରୀ ପାହାଡ଼ ବୋଲି ଗୋଟିଏ ଜାଗା ଅଛି। ସେ ବିନ୍ଧେଶ୍ୱରୀ ପାହାଡ଼ ପାଖରେ ଯାଇ ପହଞ୍ଚି ସେଠି ଲୋକାଲ ମଜୁରିଆଙ୍କୁ ଧରି ସେ ବାଉଁଶ ସଂଗ୍ରହ କଲେ। ସେ ବାଉଁଶ ସଂଗ୍ରହ କଲା ପରେ ତାଙ୍କର ସେତେବେଳକୁ ଅପରାହ୍ନ 4ଟା ସମୟ ହେଲାଣି। ସେ ଆସିଲେ ପୁଣି ଷ୍ଟେସନକୁ, ବିନ୍ଧ୍ୟାଚଳର ଯେଉଁ ଷ୍ଟେସନ, ସେଠିକି ଆସିଲେ ସେଠି ଏତେ ଲୋକ ବାକ ନଥାନ୍ତି, ଛୋଟ ଷ୍ଟେସନ। ତାଙ୍କୁ ସେଠିକାର ମଜୁରିଆମାନେ କହିଥାନ୍ତି, ଏଠି ଜଙ୍ଗଲ ମାନେ ମାରି ଦିଅନ୍ତି ଲୋକଙ୍କୁ, ଡକାୟତ କରନ୍ତି। ଆଗ ପାଖରେ ତ କିଛି ନଥିଲା, ବାଉଁଶ ଖାଲି। ସେ ତଥାପି ଭୟ, ଟ୍ରେନ୍ କେତେବେଳେ ଆସିବ, ଟିକଟ କାଟିନାହାନ୍ତି।
ସେଠି ବସିଛନ୍ତି। ଏଇ ସମୟରେ ଦୂରରୁ ଜଣେ ଭଦ୍ରଲୋକ ଆସିଲେ, ଗୋରା ଚକଚକ ଦେହ। ସେ ଆସିକିରି ପଚାରିଲେ, ଭାଇ କୁଆଡ଼େ ଯାଇଥିଲ? ହିନ୍ଦୀରେ ପଚାରିଲେ। ସେ କେଉଁଠୁ ଆସିଲେ? ସେ କହିଲା ଭିତରେ ଷ୍ଟେସନ ମାଷ୍ଟର ଆସି ପହଞ୍ଚିଲେ। ଭାଇ ଆପଣ ଏଇ ଯେଉଁ ଟ୍ରେନ୍ 7ଟା ବେଳେ ଆସିବାର ଥିଲା ସେ ଆସିବନି ଆଜି। ଆପଣ ଏଇ ଭାଇ ଜଣଙ୍କୁ ପାଖରେ ଆଜି ରାତିକ ରଖିବେ, ଆଉ 20 ଟଙ୍କା ଦେଲେ ତାଙ୍କୁ କିଛି ଖାଦ୍ୟ ଖାଇବାକୁ ଦେଲେ, ସକାଳୁ ତାକୁ ଟ୍ରେନ୍ରେ ବସାଇଦେବେ। ସେ ଷ୍ଟେସନ ମାଷ୍ଟର ଭାବିଲେ ମୋ ପାଖକୁ କେଉଁ ଟ୍ରେନ୍ ଆସିବ ନ ଆସିବ ମୁଁ ଆଗ ଜାଣିବା କଥା, ଇଏ କେମିତି ଜାଣିଲେ? ସେ ସବୁ ଭଦ୍ରଲୋକ ଜଣକ ଚାଲିଗଲେ। ଚାଲିଗଲା ପରେ ତାଙ୍କୁ ପଚାରିଲେ, ତୁମର ଇଏ କ'ଣ ହୁଅନ୍ତି? ସନ୍ତୋଷ ହେଇଗଲେ, ମୋର ସେ କିଛି ହୁଅନ୍ତିନି। ନା ଆଉ ଏଠି ଅଛନ୍ତି? ନା ମୁଁ ବି ଜାଣିନି, ମୁଁ ତାଙ୍କୁ ଆଜି ପ୍ରଥମ କରି ଦେଖୁଛି, ତେଣୁ ମୁଁ ତାଙ୍କ ବିଷୟରେ କିଛି ଜାଣିନି। ଷ୍ଟେସନ ମାଷ୍ଟର କହିଲେ, ମୁଁ ତ ଏତେ ବର୍ଷ ହେଲା ଏଠି ଚାକିରି କଲି, ମୁଁ ତ ତାଙ୍କୁ ଦେଖିନି ନା କେବେ ଜାଣିନି। ତେଣୁ ସେ ଯାହା ହଉ ସେ ନୀରବରେ ଭାବି ଭାବି ରାତି ସାରା ସନ୍ତୋଷ ହେଇକି ଭାବୁଛନ୍ତି, ସେ ଷ୍ଟେସନ ଭାବୁଛନ୍ତି ସେ ଭଦ୍ରଲୋକ ଜଣକ କିଏ, ସିଏ କେମିତି ଜାଣିଲେ ଆଜି ଟ୍ରେନ୍ରେ ଆସିବନି। ସକାଳ ହେଲା, ସନ୍ତୋଷ ଭାଇ ଟ୍ରେନ୍ରେ ବସିଲେ, ସେଠୁ ଆସିଲେ ଦେଓଘର। ଖଣ୍ଡେ ଦୂରରୁ ଠାକୁର ମୁରୁକି ହସି କହୁଛନ୍ତି, ମୋ ଜିନିଷ ଠିକ୍ ରୂପେ ଆଣିଛ ତ ସନ୍ତୋଷ ଭାଇ? ସନ୍ତୋଷ ଭାଇ, ଆଉ ଆପଣ ଠିକ୍ ଅଛନ୍ତି ତ? ସନ୍ତୋଷ ଭାଇ ଆଖିରେ ଲୁହ, କହିଲେ, ଆପଣ ତ ଲୀଳାମୟ, ମୁଁ ଆପଣଙ୍କ ଆଗରେ ମୁଁ ଆପଣଙ୍କର କ'ଣ କହିବି? ଆପଣ ଯେବେ କାଲି ଠିକ୍ ଟାଇମ୍ରେ ନ ପହଞ୍ଚିଥାନ୍ତେ ମୁଁ ରହିଥାନ୍ତି କେଉଁଠି, ଖାଇଥାନ୍ତି କ'ଣ, କି ମୋର ଜୀବନ ଚାଲି ଯାଇଥାନ୍ତା ସେ ଡକାୟତଙ୍କ ପାଖରେ। ଆପଣ ଲୀଳାମୟ, ମୁଁ ଆପଣଙ୍କୁ କ'ଣ କହିବି? ତେଣୁ ଆମେ ଯେଉଁ ଠାକୁରଙ୍କୁ ଧରି ରଖିବା, ଆମ ବିପଦ ଆପଦରେ ସେ ଆମକୁ ସାହାଯ୍ୟ, ତାଙ୍କର ଆମେ ଯେମିତି ତାଙ୍କୁ ଯେତିକି ଧରି ରଖିବା ସେ ଆମକୁ ସେତିକି ବିପଦରୁ ଉଦ୍ଧାର କରିବେ। ମୁଁ ଆଉ ଗୋଟିଏ ଗପ କହୁଛି। ଋଷି ବାଲ୍ମୀଙ୍କ କଥା ପ୍ରାୟ ଜାଣିଥିବେ ମା ମାନେ। ଦସ୍ୟୁ ରତ୍ନାକର ସବୁବେଳେ ସେ ଜଙ୍ଗଲରେ ରୁଚି ଜାଣି ଡକାୟତ କରେ ଏବଂ ମଣିଷ ମାରିକି ସବୁ ଛଡ଼େଇ ଛାଡ଼େଇ ନିଏ। ଦିନେ ସେଇ ବାଟେ ଜଣେ ସାଧୁ ବାବା ଯାଉଥିଲେ। ସାଧୁ ବାବା ଜଣକ ସେଠି ଯାଉଛନ୍ତି, ଆଟ ଅଭ୍ୟାସ ଡକାୟତ କରିବା, ଏ ଦୌଡ଼ିଗଲା ମାରିବା ପାଇଁ ଏସବୁ। ସାଧୁ ବାବା କହିଲେ, ତୁମେ ମୋତେ କାହିଁ ମାରିବ? ମୋ ପାଖରେ କ'ଣ ଅଛି ଯେ ନେବ? ନା ଆପଣଙ୍କ ପାଖରେ ଇଚ୍ଛା ନଥିଲେ କମଣ୍ଡଳୁ ଅଛି, ନା କମଣ୍ଡଳୁ ନେଇ କରିବ କ'ଣ? ନା ମୁଁ ମୋ ପରିବାର ପୋଷିବି। ନା ପରିବାର ପୋଷିବ? ତୁମ ପରିବାର ତୁମେ ଯେଉଁ ପାପ କରୁଛ, ଯେଉଁ ପାପରେ ଭାଗିଦାର ହେଉଛ, ତୁମ ପରିବାର ତୁମର ଭାଗିଦାର ହେବେ ତ? ନା ହଁ, ସେ ଖାଉଛନ୍ତି, ମୁଁ ନେଉଛି, ତାଙ୍କୁ ଦେଉଛି, ସେ କାରଣ ଭାଗିଦାର ନେବେ। ନା ଗଲ ପଚାରି ଆସିବ। ନା ତୁମେ ବହୁତ ଚାଲାକ, କାହିଁକିନା ମୁଁ ଯେତେବେଳେ ଚାଲିଯିବି ତୁମେ ସେତେବେଳେ ଯାଇକି ଖସି ପଳେଇବ। ଆଉ ନା ନାଇଁ ମୁଁ ଜମା ଯିବିନି, ମୁଁ ଏଇଠି ଅଛି, ତୁମେ ଯା। ନା ନାଇଁ ମୋର ବିଶ୍ୱାସ ନାହିଁ। ଆଗ ଗୋଟେ ଗଛରେ ତାଙ୍କୁ ସାଧୁ ବାବାଙ୍କୁ ବାନ୍ଧି ପକେଇ ଚାଲିଗଲେ। ଘରେ ଯାଇ ପଚାରିଲେ, ଘର ବାପା କହିଲା, କାହିଁକି ତୁ ତ ପୁଅ ଜନ୍ମ ହେଇଛୁ ଆମକୁ ପୋଷିବୁ। ମା କହିଲା, ମୁଁ କ'ଣ କହିବି, ତୁ ତ ଜନ୍ମ ହେଇଛୁ ଆମକୁ ପୋଷିବୁ। ସ୍ତ୍ରୀ କହିଲେ, ତୁ ମୋତେ ବାହା ହେଇଛୁ ପୋଷିବ, ଆମେ କାହିଁକି ପାପର ଭାଗିଦାର ହେବୁ, ତୁମେ ଆମକୁ ପୋଷିବା କଥା ପୋଷିବ। ସେଇଠୁ ଦସ୍ୟୁ ରତ୍ନାକର ପଳେଇ ଆସିଲେ। ମନେ ମନେ ବିତୃଷ୍ଣା ଭାବ ଆସିଲା। କହିଲେ, ସମସ୍ତେ ସୁଖରେ ରାଖି ସାଥୀ, ଦୁଃଖରେ କେହି ହୁଅନ୍ତି। ତେଣୁ ସେ ସେଇଠୁ ଆସି ସାଧୁ ବାବାଙ୍କୁ ଗୋତ୍ର କଲା। ସାଧୁ ବାବା, ଏ ପାପରୁ ମୁଁ ମୁକ୍ତ କେମିତି ହେବି, ତୁମେ ମୋତେ ବାଟ ବତାଅ। ଅନୁତପ୍ତ ତୃଷାର୍ଣ୍ଣ ଠାକୁରଙ୍କ ପାଣି ଅଛି। ସେ ଯେତେବେଳେ ଅନୁତପ୍ତ ହେଇଛି, ସାଧୁ ବାବା ଜଣକ ବହୁତ ଖୁସି ହେଲେ ଏବଂ ରାମ ନାମ ତାଙ୍କୁ ଜଣାଇଲେ। କହିଲେ, ତୁମେ ଘୋଷ ଯେତେ ଏତେ ପାପ କରୁଛନ୍ତି, ରାମ ନାମ ପଶିବାକୁ କଷ୍ଟକର ହେଲା। କହିଲେ, ଯେଉଁ ରାମ ନାମ ପଶୁନି ତ ଏତେ ମରା ହୁଅ। ମରା କହିବା ଦ୍ୱାରା ରାମ ରାମ ହେବ। ସେ ସବୁ ମରା କହିଲେ, ତାର କିଛି ଦିନ ପରେ ରାମ ପାଟିରେ ପଶିଲା। ସେ ଏତେ ରାମ ନାମରେ ମଜିଗଲେ ଯେ ସେ ଯାଇକିରି ତପସ୍ୟା କଲେ। ବସିକିରି ତପସ୍ୟା କରୁଛନ୍ତି, ରାମ ନାମ କହୁଛନ୍ତି, ନାମ କରୁଛନ୍ତି। ଏସବୁ ଉଇ ହୁଙ୍କା ତାଙ୍କଠି ମାଡ଼ିଗଲାଣି, ସେ ଜାଣିପାରୁନାହାନ୍ତି। ତେଣୁ ସେ ଏତେ ନାମର ମଜା। ଆମେ ଯେଉଁ ନାମ କହୁଛେ, ଆମ ମନ କୁଆଡ଼େ କେତେବେଳେ ଘର କାମ ହେବ, କେତେବେଳେ କ'ଣ ହେବ, ସେତେବେଳେ ଆମେ ଠାକୁରଙ୍କ ପାଖକୁ ଯାଇପାରୁଛେ କି? ଆମେ ଯାଇପାରୁନେ। ତେଣୁ ସେ ଏତେ ନାମ କଲେ, ସେ ଦୁନିଆରେ କିଛି ତାଙ୍କ ଉପରେ ଉଇ ହୁଙ୍କା ହେଇଗଲେ ସେ ଜାଣିପାରିଲେନି। ତେଣୁ ବଲ୍ଲିକ, ଉଇ ହୁଙ୍କା କୁହନ୍ତି ବଲ୍ଲିକ, ତେଣୁ ତାଙ୍କ ନାଁ ଦିଆହେଲା ବାଲ୍ମୀକି। ଦସ୍ୟୁ ରତ୍ନାକର ସେ ବାଲ୍ମୀକି ବିଶ୍ୱ ପ୍ରଖ୍ୟାତ ମହାରୁଷି ହେଲେ। ସେ ରାମାୟଣ ରଚନା କଲେ। ସେହିପରି ଆମ ଠାକୁରଙ୍କ ଆଶ୍ରିତ ହୋଇ ଜଣେ ରମାଶଙ୍କର ସିଂ, ସେ ଥିଲେ ବଡ଼ ଡକାୟତ ଆଉ ଡାକ। ତାଙ୍କର ଥାନାରେ ତାଙ୍କ ନାଁରେ ବହୁତ ଅଭିଯୋଗ। ସେ ଲୁଚି ବୁଲନ୍ତି। ତାଙ୍କୁ କାଳେ ଯେତେବେଳେ ପୁଲିସ ଧରି ନେବ,
तेणु पुलिस धरिया बहुत चेष्टा कर धरी पारे सी कौन करती आखिरे धूली दे पड़ाती पुलिस किछि दिन पर घर को गले रमाशंकर घर को नहीं पहुँचले रमाशंकर एत चालाक जलखिया चाहे एत आप्यायित कले जे सी आसते खुनिकी धरिया सबटा धुले सब फेरीगले थाना को थाना अफिसर भाचुला कहला तुम्हें जाइल डकायत धरिया ना अतिथि सत्कार हबार तेणु कठोर शासन प्रति है रमाशंकर सिंह से ना बदल देले छदुआ ना रखिले गोलघर बोलिकी ना देगी सी पढ़े पावना जिला अनुकूल चंद्र श्री श्री ठाकुर पाखक कहले से गले रक्षा पाइबे से लुचि देवे किए कहीं दुईटी उद्देश्य था गोटे उद्देश्य था से जाई ठाकुर बर्मा सत्संग केन्द्र दीक्षा ने द्वितीय है सुभाष स्वयं समर संग लाभ करेंगे से बर्ते जी ठाकुर जो शुणिले गोलघर आसी सागे सागे केष्टदान कले सतमंत्र दीक्षित करा सतमंत्र दीक्षित कला प्रकृत परिचय पाइले कहले तुम्हें दाढ़ी काटे गेरुआ वस्त्र छाड़ी धवल वस्त्र धारण करेंगे से कले कर ठाकुर पाक आसे ठाकुर कहले तुम्हें जाकि बिहार थाना रे आत्मसमर्पण कर भाविले हरिशंकर सिंह भाविले कौन है मो महरपुर आसे कांतर बसिले मो थाना को जी मो थाना को लुचि लुचि चलती ठाकुर को एक कहले सब गले उपाय नहीं पड़े जाबार आत्मसमर्पण कले ठाकुर को निश्चित बसले भक्त को छाड़ी दे विपद से निश्चित नाती से बड़ बड़ वकिल को धरिकी केमी जामिन आने चेष्टा करें कि से सब जड़े कर्मी गुरी भाई बुढ़ानाथ सरकार थे कहले तुम्हें जा जमी जामिन जान बुढ़ानाथ सरकार गले गुरु भाई जनक कही पचिक आने से पुलिस वाला कहले आपड़ किसी चुक्तिपत्र लिखी दी जातु से जीवन में आगे निजे भूल करेंगे ये चुक्तिपत्र लिखिक आसिले से रमाशंकर सिंह जार छदनाम गोलघर से आसिक एत परिवर्तन हेले जे से बड़ महाभक्त हेले तेणु आम सतनाम एत महिमा जी जीवन में कहारी को दुख दियंती नहीं असतर प्रसाद दियंती नहीं तांकरी अनुसरण कर तुम्हें मंगलर अधिकारी हेब तेणु मु आजिकल कहूँ ये जो माँ मैंने दीक्षित नुहति सतमंत्र दीक्षित होना से मैंने दीक्षा ग्रहण करूँ किसी जे बुझीपारती पाक गुरु भाई बुझंतु देखिए सतमंत्र दीक्षित हेले आपण जीवन केते मधुमय हम केते शांति पाइबे सबु समस्यार समाधान गणित इष्ट प्रतिष्ठान सबु धर्म तांकर मूले सबु इष्ट से ही तेणु सबु धर्मर श्रेष्ठ धर्म पुरुषोत्तम शरण नेबा सबु परमोत्तम कहीं तो जीवन सार्थक हेबा वंदे पुरुषोत्तम जय।